আরে বিবেকী হইব বিজয়ানন্দ, বিরাট নরেশ জানে তা ছন্দ। সে বଳେ ওড়িশারে ধনী হইব, কଳେ কৌশলে উঠাই নেব। পুଣି বଳେ অପଯଶ ପାଇ ଯେ, ବାରଣ ବେଳକୁ ତାର ପୋଷ ପୁଅ ଦେଶରେ କୀର୍ତ୍ତି ରଖିବ ଯେ। ନବୀନ ପ୍ରମାଣ ଥିବ ତା ନାମ, ଲୋକଙ୍କ ହିତରେ ରଖିବ ମନ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ କାହ୍ନା ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ଚ୍ୟାନେଲ ରହସ୍ୟ ପୋଥିକୁ। ମହାପୁରୁଷ ମାନେ ମାଳିକାରେ ଯେଉଁ ଯେଉଁ ଭବିଷ୍ୟତବାଣୀ ଗୁଡ଼ାକ ସବୁ ଲେଖିଦେଇ ଯାଇଛନ୍ତି, ତାହା ସବୁ ଗୋଟେ ଗୋଟେ ହୋଇ ସତ୍ୟରେ ପରିଣତ ହୋଇ ଚାଲିଛି। ଯେମିତିକି ମାଳିକାର ଏକ ପ୍ରଶ୍ନ ପ୍ରମାଣ ହେଉଛି ବିଜୁ ପଟ୍ଟନାୟକଙ୍କ କଥାକୁ ମାଳିକାର ଏକ ଅଧ୍ୟାୟରେ ପ୍ରଶ୍ନ ଭାବରେ ଲେଖା ହେଇଥିଲା। ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଥିଲେ, ବିବେକୀ ହୋଇବ ବିଜୟାନନ୍ଦ, ବିରାଟ ନରେଶ ଜାଣେ ତା ଛନ୍ଦ। ସେ ବଳେ ଓଡ଼ିଶାରେ ଧନୀ ହୋଇବ, କଳେ କୌଶଳେ ଉଠାଇ ନେବ। ଯେମିତିକି ଆପଣମାନେ ଜାଣିଥିବେ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଫାଶୀ ଅର୍ଡର ହୋଇଥିଲା। ସେଠି ବିଜୁ ପଟ୍ଟନାୟକ ଉପସ୍ଥିତ ହୋଇ ତାଙ୍କୁ ମୁକୁଳାଇ ଆଣିଥିଲେ। ଆଉ ସେବେଠାରୁ ଇଣ୍ଡୋନେସିଆ ଓ ଭାରତର ସମ୍ପର୍କ ଅତି ଘନିଷ୍ଠ ହୋଇସାରିଛି। ସେହିପରି ଭାବରେ ଯୋଉ ଯୋଉ କଥା ସବୁ ମାଳିକାରେ ଲେଖା ହେଇଥିଲା, ତାହା ସବୁ ଧୀରେ ଧୀରେ ହୋଇ ସତ୍ୟରେ ପରିଣତ ହୋଇ ଚାଲିଛି। ରକତ ନଦୀ ସେ ବହିବ, ତିନି କାଳ ବହନ, ରସନା ବୁଲାଇ ଧାଇବେ ନବ କୋଟି କାନ୍ତନ। ଆପଣମାନେ ଦେଖନ୍ତୁ, ଏ 2024 ଇଲେକ୍ସନ ଫଳାଫଳ ପରେ ଦେଖନ୍ତୁ, ନିଶ୍ଚିନ୍ତ ଭାବରେ ରକ୍ତର ନଦୀ ବହିବ। ନିଶ୍ଚିନ୍ତ ଲୋକମାନେ ନିଜ ନିଜ ଭିତରେ ବାଡ଼ିଆ ପିଟା ହେଇ ମରିବେ। ନିଶ୍ଚିନ୍ତ ଲୋକମାନେ କାଙ୍ଗାଳ ହୋଇଯିବେ। ଆପଣମାନେ ଦେଖନ୍ତୁ, ଇଲେକ୍ସନକୁ ନେଇକି ଭାଇ ଭାଇ ମଧ୍ୟରେ ମଧ୍ୟ ହଣାକଟି ହେଇଯାଉଛନ୍ତି, ବାପ ପୁଅ ମଧ୍ୟରେ ମଧ୍ୟ ହଣାକଟା ହେଇଛନ୍ତି। କିନ୍ତୁ ସେ ବୁଝିପାରୁନାହିଁ ଯେ ଯିଏ ତ ଇଲେକ୍ସନରେ ଜିତିବା କଥା ଜିତିବ, ଯିଏ ତ ରାଜତ୍ୱ କରିବା କଥା କରିବ, ଆମେ କ'ଣ ପାଇଁ ଭାଇ ଭାଇ ମଧ୍ୟରେ କଳହ ସୃଷ୍ଟି କରିବା? କିନ୍ତୁ ନା, ଲୋକମାନେ ବୁଝିବା ପାଇଁ ନାରାଜ। ବଡ଼ ଭାଇ କହୁଛି ମୋର ବିଜେଡି, ସାନ ଭାଇ କହୁଛି ମୋର ବିଜେପି, ବାପ କହୁଛି ମୋର କଂଗ୍ରେସ। ଏମିତି ହେଇ ବାପ ପୁଅ ଭାଇ ମଧ୍ୟରେ କଳହ ସୃଷ୍ଟି ହେଉଛି। କିନ୍ତୁ ଫାଇଦା କାହାର ହେଉଛି? ଫାଇଦା ଯାହାର ହବା କଥା ତାର ହେଉଛି। ଯିଏ ଶାସନ ଗାଦିରେ ବସିବା କଥା ସିଏ ବସିକି ଶାସନ କରୁଛି। ପୁଣି ଏଠାରେ ମହାପୁରୁଷ ପଦ କହିଲେ, 2024 ଇଲେକ୍ସନ ପରେ ଲୋକମାନେ ହଣାକଟା ହେବେ ଜୋରସେରେ। ନିଶ୍ଚିନ୍ତ ଆଜ୍ଞା, ନିଶ୍ଚିନ୍ତ ବହୁ ଜୋରରେ ହଣାକଟା ଲାଗିବାର ସମ୍ଭାବନା ଅଛି। ପୁଣି ମହାପୁରୁଷ କହିଲେ, ହରସ ମନରେ ଦେଖିବେ ଦୁଃଖୀ, ଦରିଦ୍ର ମାନେ ଝୁଟିବେ ପ୍ରଜାଙ୍କ କର୍ଷଣ ଦେଖି। ନିଶ୍ଚିନ୍ତ ଆଜ୍ଞା, ନିଶ୍ଚିନ୍ତ ଓଡ଼ିଶାର ଭବିଷ୍ୟତ ପୁରା ଅନ୍ଧାର ହେବାକୁ ଯାଉଛି। ଦୁଃଖୀ ରଙ୍କିଙ୍କର ଲୁହ ପୋଛି ଦେବାକୁ ମଧ୍ୟ କାହାର ରୁମାଲଟିଏ ନଥିବ। ଆପଣମାନେ ଦେଖନ୍ତୁ, ଆପଣମାନେ ଖାତାରେ ଲେଖି ରଖୁନାହାନ୍ତି, ଓଡ଼ିଶାର ପରିଣାମ ପୁରାପୁରି ଭୟଙ୍କର ହେବାକୁ ଯାଉଛି। ଲୋକମାନେ ଖାଇବାକୁ ଗଣ୍ଟେ ମଧ୍ୟ ପାଇବେନି, ଲୋକମାନେ ପିନ୍ଧିବାକୁ ପାଇବେନି, ଚିରାଫଟା ପିନ୍ଧିକି ବୁଲିବେ। ଅଣହେତୁ ଜ୍ଞାନ ଶିଖିବେ ଅଣଗୋଷ୍ଠୀରେ ପଡ଼ି, ଅସାଧୁ ସଙ୍ଗରେ ବସିବେ ପୁଣି ନେଇ କଉଡ଼ି ଧରି। ଅଣହେତୁ ଜ୍ଞାନ ଶିଖିବେ ପୁଣି ଅଣଗୋଷ୍ଠୀରେ ପଡ଼ି, ଅସାଧୁ ସଙ୍ଗରେ ବସିବେ ନେଇ ଟଙ୍କା କଉଡ଼ି ଧରି। ଯେ ସବୁ ଅସାଧୁ, ଯେତେ ସବୁ ମୂର୍ଖ ଲୋକ ସବୁ ରାଜତ୍ୱ କରିବେ, ଆଉ ଯୋଉ ସବୁ ତକ ପଣ୍ଡିତ ଜ୍ଞାନଗୁଣୀ ମଣ୍ଡଳୀ ସବୁ ତକ ତାଙ୍କର ପ୍ରଜା ହୋଇ ଦୁଃଖ କଷ୍ଟକୁ ସହିବା ଛଡ଼ା ଆଉ କିଛି ଉପାୟ ହିଁ ନଥିବ। ନିନ୍ଦା କରିବେ ଦେବ ମାର୍ଗ, କିଞ୍ଚିତ ଜ୍ଞାନୀ କରି ଗର୍ବ। ଭଗବାନଙ୍କୁ ଆଉ କେହି ମାନିବେନି। ଟିକେ ଜ୍ଞାନ ଯାହାର ଥିବ ସିଏ କହିବ ମୁଁ ଜ୍ଞାନୀ, ମୁଁ ପଣ୍ଡିତ, ମୁଁ ସବୁ କିଛି ଜାଣିଛି। ଆଉ ସବୁ ଯୋଗୀ ଋଷି ମାନଙ୍କୁ ଅପମାନିତ ହେବା ଛଡ଼ା ଆଉ କିଛି ପରିଣାମ ରହିବ ନାହିଁ। ଗୋଟେ ମୂର୍ଖ ଲୋକ ଏଠାରେ ରାଜା ହୋଇ ଗାଦିରେ ବସିବ, ଆଉ ଗୋଟେ ପଣ୍ଡିତ ଲୋକ ତାର ପ୍ରଜା ହୋଇ ତାର ଅତ୍ୟାଚାରକୁ ସହିବ। ଏଇ କଥାକୁ ଆଜି ନୁହଁ ଆଜ୍ଞା, ଏଇ କଥାକୁ ହଜାର ହଜାର ବର୍ଷ ତଳୁ ଅଚ୍ୟୁତାନନ୍ଦ ମହାପୁରୁଷ ତାଙ୍କ ରଚିତ ମାଳିକାରେ ଲେଖିଦେଇ ଯାଇଛନ୍ତି। ଆଉ ଏଇ ରଚନା ଗୁଡ଼ିକ କେବେ ବି ମିଥ୍ୟାରେ ପରିଣତ ହେବାର ସମ୍ଭାବନା ନାହିଁ। ଆପଣ ଖାତାରେ ଲେଖି ରଖୁନାହାନ୍ତି, ଆପଣ ଆଜି ଟିପିକି ରଖନ୍ତୁ। ଏହାର ଫଳାଫଳ 2025 ଭିତରେ କ'ଣ ହେଉଛି ଆମକୁ ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ। ଏରୂପେ କଳିଯୁଗ ଗତି, ଅଜ୍ଞାନ କରି ଦୁଷ୍ଟମତି, ନ୍ୟାୟ ଅନ୍ୟାୟ ବିଚାରିଣ ନକରି ଶାସ୍ତ୍ରକୁ ପ୍ରମାଣ। ଏହିପରି ହିଁ ସବୁ କଳିଯୁଗର ଶେଷ ବେଳକୁ ଘଟିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ତାଙ୍କ ରଚିତ ମାଳିକାରେ ଲେଖିଦେଇ ଯାଇଛନ୍ତି। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଅଚ୍ୟୁତାନନ୍ଦ। ଆଜିର ମାଳିକାର ଅଧ୍ୟାୟକୁ ଆମେ ଏଇଠି ସମ୍ପୂର୍ଣ୍ଣ କରୁଛୁ। ପୁଣି ଦେଖା ହେବା ଆଉ ଏକ ସୁନ୍ଦର ମାଳିକାର ଏପିସୋଡକୁ ନେଇ।